କିଛି ଦିନ ତଳେ ମୟୂରଭଞ୍ଜରେ ଏମିତି ଏକ ଭୟଙ୍କର ଘୂର୍ଣ୍ଣିବଳୟ ବା ଟର୍ନାଡୋ ଆସିଲା ଯାହା 70ରୁ ଅଧିକ ଘରକୁ ସମ୍ପୂର୍ଣ୍ଣ ରୂପେ ଉଡ଼ାଇ ନେଲା। ଆଉ ତାପରେ କୋରାପୁଟରେ ଗୋଟିଏ ଦିନରେ ମାନେ ମାତ୍ର 24 ଘଣ୍ଟା ଭିତରେ 17.2 ସେଣ୍ଟିମିଟର ବର୍ଷା ହେଇଗଲା। ସତରେ ମାର୍ଚ୍ଚ ମାସରେ ଓଡ଼ିଶାରେ ଏଭଳି ପାଣିପାଗ ଆଗରୁ ବୋଧେ କେବେ ଦେଖାଯାଇ ନଥିଲା। ଯେତେବେଳେ ପ୍ରକୃତିର ନିୟମ ଏହିଭଳି ଭାଙ୍ଗୁଛି ସେତେବେଳେ ବିଶ୍ୱ ରାଜନୀତି ବି କିଛି ପଛରେ ପଡ଼ିନାହିଁ। ଏକଦମ। ଆଜି ହେଉଛି 24 ମାର୍ଚ୍ଚ 2026। ଆମ ଆଖି ଆଗରେ ଥିବା ରିପୋର୍ଟ ଏବଂ ବିଭିନ୍ନ ତଥ୍ୟଗୁଡ଼ିକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ଆମେ ଏବେ ଏକ ଅତ୍ୟନ୍ତ ଅସ୍ଥିର ସମୟ ଦେଇ ଗତି କରୁଛେ। ଏହି ଗଭୀର ବିଶ୍ଳେଷଣରେ ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଓଡ଼ିଶାର ଆକାଶରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟର ଯୁଦ୍ଧ ପର୍ଯ୍ୟନ୍ତ ଏହିସବୁ ଘଟଣା ପଛର ଅସଲ କାରଣ କ'ଣ, ଆଉ ଏହା ଆମ ଦୈନନ୍ଦିନ ଜୀବନ ସହ କିପରି ଜଡ଼ିତ ସେଇଟା ଜାଣିବା ଆହୁରି ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ ଦେଖିବାକୁ ଗଲେ ଏହି ସମୟଟା ଅନେକ ଦୃଷ୍ଟିକୋଣରୁ ଅଭୂତପୂର୍ବ। ହଁ, ଆମେ ସବୁବେଳେ ଭାବୁ ଯେ ପରିସ୍ଥିତି ଗୋଟେ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଚାଲିବ। ବିଲକୁଲ, କିନ୍ତୁ ବର୍ତ୍ତମାନର ଘଟଣାବଳୀ ପ୍ରମାଣ କରୁଛି ଯେ ଆମର ସେହି ପୂର୍ବାନୁମାନ କରିବାର ସାମର୍ଥ୍ୟ ଏବେ ବହୁତ ଦୁର୍ବଳ ହୋଇପଡ଼ିଛି। ଆଉ ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଆମ ନିଜ ରାଜ୍ୟର ପାଣିପାଗ। ଠିକ୍ କଥା। ଆସନ୍ତୁ ସେହିଠୁ ହିଁ ଆରମ୍ଭ କରିବା। ଆମ ପାଖରେ IMD ବା ଭାରତୀୟ ପାଣିପାଗ ବିଭାଗର ଯେଉଁ ରିପୋର୍ଟ ଅଛି ସେଥିରେ ଆଗାମୀ ଏକ ସପ୍ତାହ ପାଇଁ ମାନେ ଆଜି ମାର୍ଚ୍ଚ 24ରୁ ମାର୍ଚ୍ଚ 30 ପର୍ଯ୍ୟନ୍ତ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଦିଆଯାଇଛି। ହଁ, ତାପମାତ୍ରା ବଢ଼ିବା କଥା ସେଥିରେ ଉଲ୍ଲେଖ ଅଛି। ହଁ, ମାନେ ଆଗାମୀ 4ରୁ 5 ଦିନ ଭିତରେ ଦିନର ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ୍ ବଢ଼ିବ ବୋଲି କୁହାଯାଇଛି। କିନ୍ତୁ ଅସଲ ବିପଦଟା ତାପମାତ୍ରା ନୁହେଁ। ଆଚ୍ଛା, ତାହେଲେ ବିପଦଟା କ'ଣ? ବିପଦଟା ଆସୁଛି ମାର୍ଚ୍ଚ 26 ତାରିଖ ରାତିରୁ। ମାର୍ଚ୍ଚ 27 ଏବଂ 28 ତାରିଖ ପାଇଁ ରାଜ୍ୟର ଅନେକ ଜିଲ୍ଲା ଯେମିତିକି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଆଉ ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାପରେ, ଏତେଗୁଡ଼ାଏ ଜିଲ୍ଲା ପାଇଁ ସତର୍କ ସୂଚନା! ଆଉ କେବଳ ସେତିକି ନୁହେଁ, 40ରୁ 50 କିଲୋମିଟର ବେଗରେ ପବନ ବୋହିବ, ତା ସାଙ୍ଗକୁ ଘଡ଼ଘଡ଼ି, ବିଜୁଳି ଆଉ କୁଆପଥର ମାଡ଼ ହେବାର ସମ୍ଭାବନା ଅଛି। ମୋର ପ୍ରଶ୍ନ ହେଉଛି, ମାର୍ଚ୍ଚ ମାସରେ କାଳବୈଶାଖୀ ତ ସାଧାରଣତଃ ହୁଏ, କିନ୍ତୁ ବିଶେଷଜ୍ଞମାନେ ଏହାକୁ ଗୋଟେ ବିରଳ ସ୍ଥିତି ବୋଲି କାହିଁକି କହୁଛନ୍ତି? ଦେଖନ୍ତୁ, ଏହାକୁ ସାଧାରଣ କାଳବୈଶାଖୀ ଭାବିବାଟା ଗୋଟେ ବହୁତ ବଡ଼ ଭୁଲ ହେବ। କାହିଁକି? କାରଣ ଏହା ପଛର ବୈଜ୍ଞାନିକ ପ୍ରକ୍ରିୟାଟା ବହୁତ ଜଟିଳ। ଏବେ ବାୟୁମଣ୍ଡଳର ଉପରି ଭାଗରେ, ଯାହାକୁ ଆମେ ଅପର ଆଟମସ୍ଫିୟର କହୁ, ସେଠାରେ ଗୋଟେ ଅଲଗା ଧରଣର ଖେଳ ଚାଲିଛି। ଉତ୍ତର ଭାରତ ଉପରେ ଏବେ ଏକ ଅତି ଶକ୍ତିଶାଳୀ ଜେଟ୍ ଷ୍ଟ୍ରିମ୍ ପ୍ରବାହିତ ହେଉଛି। ଜେଟ୍ ଷ୍ଟ୍ରିମ୍ ମାନେ ସେଇ ଅତି ବେଗରେ ବହୁଥିବା ପବନ ସ୍ରୋତ ତ? ହଁ, ଘଣ୍ଟା ପ୍ରତି ଶହ ଶହ କିଲୋମିଟର ବେଗରେ ବହେ। ସାଧାରଣତଃ ଏହା ଏକାକୀ ପ୍ରବାହିତ ହୁଏ, କିନ୍ତୁ ଏଥର କ'ଣ ହେଲା? ଦକ୍ଷିଣ ଦିଗରୁ ଆସୁଥିବା ଆଉ ଏକ ଜେଟ୍ ଷ୍ଟ୍ରିମ୍ ସହ ଏହାର ମିଳନ ହେଉଛି। ମାନେ ଦୁଇଟି ଅଲଗା ଅଲଗା ତାପମାତ୍ରା ଆଉ ଚାପ ଥିବା ବାୟୁ ସ୍ରୋତ ପରସ୍ପର ସହ ସିଧା ଧକ୍କା ଖାଉଛନ୍ତି। ଆଚ୍ଛା, ଆସନ୍ତୁ ଏହାକୁ ଟିକେ ସରଳ ଭାବରେ ବୁଝିବା। ଯେମିତି ଦୁଇଟି ଅଲଗା ଦିଗରୁ ଦ୍ରୁତଗତିରେ ଆସୁଥିବା ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ଯଦି ମୁହାଁମୁହିଁ ଧକ୍କା ହୁଅନ୍ତି, ଏକଦମ ସଠିକ ଉଦାହରଣ ଦେଲେ। ତେବେ ସେଥିରୁ ଯେଉଁ ବିପୁଳ ଶକ୍ତି ବାହାରିବ ସେଇଟା ତ ଆଖପାଖର ସବୁକିଛି ଛାରଖାର କରିଦେବ। ସେୟା ହିଁ ହେଉଛି ବାୟୁମଣ୍ଡଳରେ। ଏହି ସଂଘର୍ଷରୁ ପ୍ରବଳ ଗତିଜ ଶକ୍ତି ବା କାଇନେଟିକ୍ ଏନର୍ଜି ସୃଷ୍ଟି ହେଉଛି, ଆଉ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଏହି ଶକ୍ତିକୁ ଘିଅ ଢାଳିଲା ଭଳି ଆହୁରି ବଢ଼େଇ ଦେଉଛି। ଆଉ ଏହି ସଂଘର୍ଷର ଫଳ ହିଁ ଥିଲା ମାର୍ଚ୍ଚ 15 ତାରିଖରେ ମୟୂରଭଞ୍ଜରେ ଦେଖାଯାଇଥିବା ଟର୍ନାଡୋ। ଆମର ରିପୋର୍ଟରେ ତାହାକୁ EF2 ବର୍ଗର ଟର୍ନାଡୋ ବୋଲି କୁହାଯାଇଛି। ଏହି EF2ର ମାନେ କ'ଣ ଟିକେ ବୁଝେଇବେ କି? ନିଶ୍ଚୟ। EF ମାନେ ହେଉଛି ଏନହାନ୍ସଡ୍ ଫୁଜିଟା ସ୍କେଲ୍। ଏହା ଟର୍ନାଡୋର ଭୟାବହତା ମାପିବାର ଗୋଟେ ଉପାୟ। EF2 ବର୍ଗ ମାନେ ସେହି ଘୂର୍ଣ୍ଣିବଳୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ 168ରୁ 217 କିଲୋମିଟର ପର୍ଯ୍ୟନ୍ତ ରହିଥାଏ। ବାପରେ, 217 କିଲୋମିଟର? ହଁ, ଏତେ ବେଗରେ ପବନ ବହିଲେ ବଡ଼ ବଡ଼ ଗଛ ମୂଳରୁ ଉପୁଡ଼ିଯାଏ, ଆଉ ପକ୍କା ଘରର ଛାତ ବି ସମ୍ପୂର୍ଣ୍ଣ ଉଡ଼ିଯାଏ। ଆମେରିକା ଭଳି ଦେଶରେ ଏଭଳି ଟର୍ନାଡୋ ସାଧାରଣ କଥା ହେଇପାରେ, କିନ୍ତୁ ଓଡ଼ିଶାରେ? ଆଉ ତାହା ପୁଣି ମାର୍ଚ୍ଚ ମାସରେ? ହଁ, ସେଇଟା ହିଁ ସବୁଠାରୁ ଚିନ୍ତାଜନକ ପରିବର୍ତ୍ତନ। ସତରେ ଏହା ବହୁତ ଭୟଙ୍କର। ଆଉ ଏହାର ସିଧାସଳଖ ପ୍ରଭାବ ଆମ କୃଷକମାନଙ୍କ ଉପରେ ପଡ଼ିବାକୁ ଯାଉଛି। ସେଥିପାଇଁ ମାର୍ଚ୍ଚ 26 ତାରିଖ ପୂର୍ବରୁ ରବି ଫସଲ ଅମଳ କରି ନେବାକୁ ବିଶେଷ ପରାମର୍ଶ ଦିଆଯାଇଛି। ହଁ,
କାରଣ ଯଦି କୁଆପଥର ମାଡ଼ ହୁଏ ତେବେ କ୍ଷେତରେ ଥିବା ପାଚିଲା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଯେଉଁଠି ଅମଳ ସରିଛି ଧାନ ବା ଅନ୍ୟ ଫସଲକୁ ସୁରକ୍ଷିତ ଭାବରେ ଢାଙ୍କି ରଖିବା ନିହାତି ଜରୁରୀ। କେବଳ ଚାଷୀ ନୁହନ୍ତି, ସହରାଞ୍ଚଳ ଲୋକଙ୍କ ପାଇଁ ମଧ୍ୟ ଏହା ଏକ ସତର୍କ ଘଣ୍ଟି। ଯେତେବେଳେ 40ରୁ 50 କିଲୋମିଟର ବେଗରେ ପବନ ବହିବ, ସେତେବେଳେ ବାହାରେ ବୁଲାବୁଲି ନ କରିବାଟା ହିଁ ବୁଦ୍ଧିମାନର କାମ ହେବ। ଠିକ୍ କଥା। ବାୟୁମଣ୍ଡଳରେ ପ୍ରାକୃତିକ ଶକ୍ତିଗୁଡ଼ିକର ଏହି ଧକ୍କା ଆମକୁ ଦେଖାଉଛି ଯେ ପରିସ୍ଥିତି କେତେ ଶୀଘ୍ର ବଦଳିପାରେ। କିନ୍ତୁ କୌତୂହଳର କଥା ହେଉଛି କ'ଣ? ଓହୋ, ଏହି ସଂଯୋଗଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆମେ ଏବେ ମଧ୍ୟପ୍ରାଚ୍ୟ ବା ମିଡଲ୍ ଇଷ୍ଟର ସ୍ଥିତି ଉପରେ ଯଦି ନଜର ପକାଇବା, ଇରାନ ଏବଂ ଇସ୍ରାଏଲ ଭିତରେ ଯେଉଁ ତିକ୍ତତା ଥିଲା, ତାହା ଏବେ ଏକ ସମ୍ପୂର୍ଣ୍ଣ ଯୁଦ୍ଧରେ ପରିଣତ ହୋଇସାରିଛି। ହଁ, ପରିସ୍ଥିତି ହାତରୁ ଖସିଗଲାଣି। ଆମ ସୂତ୍ରରୁ ମିଳିଥିବା ସୂଚନା ଦେଖିଲେ ମୁଣ୍ଡ ଖରାପ ହୋଇଯିବ। ଇରାନ ପକ୍ଷରୁ ଇସ୍ରାଏଲର ଦିମୁନା ଏବଂ ଆରାଦ ସହର ଉପରେ ବାଲେଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆଉ ସବୁଠାରୁ ଭୟଙ୍କର କଥା ହେଉଛି ସେହି ଦୁଇଟି ସହରରେ ଇସ୍ରାଏଲର ଗୋପନୀୟ ଆଣବିକ କେନ୍ଦ୍ର ରହିଛି। ଆଜ୍ଞା ହଁ, ନ୍ୟୁକ୍ଲିୟର ସାଇଟ୍। ଏହି ଆକ୍ରମଣରେ ଶତାଧିକ ଲୋକ ଆହତ ହୋଇଥିବାର ଖବର ମଧ୍ୟ ଆସୁଛି। ଆଣବିକ କେନ୍ଦ୍ର ଉପରେ ଏମିତି ଆକ୍ରମଣ ମାନେ ତ ପୁରା ବିଶ୍ୱ ପାଇଁ ବିପଦ। କଥାଟି କେବଳ ଆକ୍ରମଣର ନୁହେଁ, ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଛି ସେଇଟା ଆହୁରି ଗୁରୁତ୍ୱପୂର୍ଣ୍ଣ। ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଇରାନର କ୍ଷମତା। ମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କଥା କହୁଛନ୍ତି ତ? ହଁ, ଏଗୁଡ଼ିକ ସାଧାରଣ ମିସାଇଲ୍ ଭଳି ନୁହେଁ। ଏଗୁଡ଼ିକ ପ୍ରଥମେ ବାୟୁମଣ୍ଡଳର ବହୁ ଉପରକୁ, ମାନେ ପ୍ରାୟ ମହାକାଶ ପାଖାପାଖି ଯାଆନ୍ତି। ତାପରେ ମାଧ୍ୟାକର୍ଷଣ ଶକ୍ତି ବଳରେ ଏତେ ପ୍ରବଳ ବେଗରେ ତଳକୁ ଖସି ଲକ୍ଷ୍ୟଭେଦ କରନ୍ତି ଯେ ତାକୁ ଅଟକାଇବା ଅସମ୍ଭବ ହୋଇଯାଏ। ଏକଦମ ଆକାଶମାର୍ଗରେ ତାକୁ ନଷ୍ଟ କରିବା ବହୁତ କଷ୍ଟ। ଇସ୍ରାଏଲର ଯେଉଁ ଆଇରନ୍ ଡୋମ୍ ବ୍ୟବସ୍ଥା ଅଛି, ତାହା ମଧ୍ୟ ଏହା ଆଗରେ ବେଳେବେଳେ ଫେଲ୍ ମାରିଯାଏ। ଆଉ ଖାଲି ସେତିକି ନୁହେଁ, ଇରାନ ଆମେରିକାର ଏକ F-15 ଯୁଦ୍ଧବିମାନକୁ ମଧ୍ୟ ଖସାଇ ଦେଇଛି। ହଁ, ଆମ ରିପୋର୍ଟରେ ବି ସେଇଆ ଅଛି। ଆଉ ଗୋଟେ ଖବର ଯାହା ମୋତେ ପୁରା ଆଶ୍ଚର୍ଯ୍ୟ କରିଦେଲା, ଭାରତ ମହାସାଗରରେ ଥିବା ଆମେରିକା ଓ ବ୍ରିଟେନର ସାମରିକ ଘାଟି ଡିଏଗୋ ଗାର୍ସିଆ ଉପରେ ଆକ୍ରମଣ। କୁହାଯାଉଛି ଯେ ଇରାନ ଏଥିପାଇଁ ଏକ 4000 କିଲୋମିଟର ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ବ୍ୟବହାର କରିଛି। ହଁ, ଏଇଟା ହିଁ ସମସ୍ତଙ୍କର ନିଦ ହଜାଇ ଦେଇଛି। କିନ୍ତୁ ଟିକେ ରୁହନ୍ତୁ, ମାନେ ଏଇଠି ମୋର ଏକ ବଡ଼ ସନ୍ଦେହ ଅଛି। 4000 କିଲୋମିଟର, ଏହା କ'ଣ ସତରେ ସମ୍ଭବ, ନା ଇରାନ ଖାଲି ନିଜର ଶକ୍ତି ଦେଖିବା ପାଇଁ ଧମକ ଦେଉଛି? ଏତେ ବାଟ ଯାଏଁ ସଠିକ୍ ଲକ୍ଷ୍ୟଭେଦ କରିବା ତ ସହଜ ନୁହେଁ ନା? ଆପଣଙ୍କର ସନ୍ଦେହଟା ବହୁତ ଯୁକ୍ତିଯୁକ୍ତ, କିନ୍ତୁ ବିଶ୍ୱର ସାମରିକ ବିଶେଷଜ୍ଞମାନେ ଏହାକୁ ଆଦୌ ହାଲୁକା ଭାବେ ନେଉନାହାନ୍ତି। ମାନେ ଏହା ସତ ହୋଇପାରେ। ଯଦି ଇରାନ ପାଖରେ ପ୍ରକୃତରେ ଏତେ ଦୂର ଅତିକ୍ରମ କରିପାରୁଥିବା କ୍ଷେପଣାସ୍ତ୍ର ଅଛି, ତେବେ ତାର ପରିଣାମ ଭୟାବହ। କାରଣ ଏହାର ସିଧା ଅର୍ଥ ହେଉଛି କେବଳ ମଧ୍ୟପ୍ରାଚ୍ୟ ବା ଇସ୍ରାଏଲ ନୁହେଁ, ବରଂ ସମଗ୍ର ୟୁରୋପ ମଧ୍ୟ ଏବେ ଇରାନର ସିଧାସଳଖ ଲକ୍ଷ୍ୟଭେଦ ସୀମା ଭିତରକୁ ଆସିଯାଇଛି। ବାପ୍ରେ, ତାମାନେ ଏହା ଆଉ ଏକ ଆଞ୍ଚଳିକ ଯୁଦ୍ଧ ହୋଇ ରହିନାହିଁ। ବିଲକୁଲ ନୁହେଁ। ଆମେ ଏହାକୁ କୌଣସି ପକ୍ଷ ନ ନେଇ ନିରପେକ୍ଷ ଭାବରେ ଯଦି ଦେଖିବା, ତେବେ ବି ସ୍ଥିତିର ଗମ୍ଭୀରତା ସ୍ପଷ୍ଟ ଜଣାପଡ଼ୁଛି। ଗୋଟିଏ ଦେଶର ଏହି କ୍ଷେପଣାସ୍ତ୍ର କ୍ଷମତା ପୃଥିବୀର ଭୌଗୋଳିକ ସୁରକ୍ଷା ମାନଚିତ୍ରକୁ ହଠାତ୍ ବଦଳାଇ ଦେଇଛି। ଆଉ ଏହି ସବୁ ଭିତରେ ଆମେରିକା ଚୁପ୍ ବସିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ 48 ଘଣ୍ଟାରେ ଏକ କଡ଼ା ଚେତାବନୀ ଦେଇଛନ୍ତି। ହଁ, ସେଇ ହରମୁଜ ପ୍ରଣାଳୀ କଥା ନା? ଏକଦମ। ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ହରମୁଜ ପ୍ରଣାଳୀକୁ ତୁରନ୍ତ ଖୋଲା ନ ଯାଏ, ତେବେ ଇରାନର ସମସ୍ତ ତୈଳ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯିବ। କିନ୍ତୁ ମୋର ଗୋଟେ କଥା ବୁଝାପଡ଼ୁନି। ଯୁଦ୍ଧ ହେଉଛି ଇସ୍ରାଏଲ ଏବଂ ଇରାନ ମଧ୍ୟରେ, ଆକ୍ରମଣ ହେଉଛି ଦିମନାରେ, କିନ୍ତୁ ଏଇ ହରମୁଜ ପ୍ରଣାଳୀ କଥା ଏଠି କାହିଁକି ଆସୁଛି? ଦେଖନ୍ତୁ, ହରମୁଜ ପ୍ରଣାଳୀ ବା ଷ୍ଟ୍ରେଟ୍ ଅଫ୍ ହରମୁଜ ହେଉଛି ବିଶ୍ୱ ଅର୍ଥନୀତିର ଏକ ପ୍ରକାର ଶ୍ୱାସନାଳୀ। ଶ୍ୱାସନାଳୀ କିପରି? ଏହା ଏକ ଅତି ସଂକୀର୍ଣ୍ଣ ସମୁଦ୍ର ପଥ, ଯାହା ପାର୍ଶ୍ୱ ଉପସାଗରକୁ ବାହାର ସମୁଦ୍ର ସହ ଯୋଡ଼ିଥାଏ। ଜାଣିଛନ୍ତି ତ, ବିଶ୍ୱର ପ୍ରାୟ 20% ଖଣିଜ ତୈଳ ବା ପେଟ୍ରୋଲିୟମ କେବଳ ଏହି ଗୋଟିଏ ରାସ୍ତା ଦେଇ ରପ୍ତାନି ହୁଏ। ଆଚ୍ଛା, ତାମାନେ ତେଲ ବେପାରର ମୁଖ୍ୟ ରାସ୍ତା? ହଁ, ଯେତେବେଳେ ଯୁଦ୍ଧ ପରିସ୍ଥିତି ଉପୁଜେ, ଇରାନ ନିଜ ଶତ୍ରୁମାନଙ୍କୁ ଦୁର୍ବଳ କରିବା ପାଇଁ ଏହି ରାସ୍ତାକୁ ବନ୍ଦ କରିଦିଏ। କିନ୍ତୁ ଏହାର ପ୍ରଭାବ କେବଳ ଆମେରିକା ବା ଇସ୍ରାଏଲ ଉପରେ ପଡ଼େ ନାହିଁ, ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼େ। ସେଇଆ ତ, ଏହି କଥାଟିକୁ ବୁଝିବା ଆମ ପାଇଁ ନିହାତି ଦରକାର।
ହର୍ମୁଜ ପ୍ରଣାଳୀ ଓଡ଼ିଶାଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇପାରେ, କିନ୍ତୁ ତାର ପ୍ରଭାବ ଆମ ରୋଷେଇ ଘର ଏବଂ ରାସ୍ତା କଡ଼ରେ ଥିବା ପେଟ୍ରୋଲ ପମ୍ପ ଉପରେ ପଡ଼ୁଛି। ସିଧାସଳଖ ପଡ଼ୁଛି। ମାନେ ଯଦି ସେହି ରାସ୍ତା ବନ୍ଦ ହୁଏ, ଆମ ଗାଁରେ ଚାଷୀର ଟ୍ରାକ୍ଟରରେ ପଡ଼ୁଥିବା ଡିଜେଲ ଦର ଆକାଶଛୁଆଁ ହୋଇଯିବ, ଆଉ ବିଶ୍ୱର ତୈଳ ଯୋଗାଣରେ ବର୍ତ୍ତମାନ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ସେଥିପାଇଁ ଏୟାର ଇଣ୍ଡିଆ ମଧ୍ୟ ମଧ୍ୟପ୍ରାଚ୍ୟକୁ ଯାଉଥିବା ପ୍ରାୟ 2500 ଉଡ଼ାଣକୁ ବାତିଲ କରିଦେଇଛି। ବାପରେ, 2500 ଫ୍ଲାଇଟ୍! କିନ୍ତୁ ଏହି ଘୋର ସଙ୍କଟ ଭିତରେ ବିଶ୍ୱର ଯୋଗାଣ ଶୃଙ୍ଖଳା ବା ସପ୍ଲାଇ ଚେନ୍ କିପରି କାମ କରୁଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ହଁ, କିଛି ଆଶ୍ୱସ୍ତିକର ଖବର ବି ଅଛି ଆମ ପାଇଁ। ଏକଦମ। ଭାରତ ପାଇଁ ଗୋଟେ ବଡ଼ ଖବର ହେଲା ଯେ ରୁଷିଆର ଏକ ବଡ଼ ତୈଳ ଟ୍ୟାଙ୍କର, ଯାହାର ନାମ ଆକ୍ୱା ଟାଇଟନ୍, ଯାହାକି ଚୀନ ଯିବାର ଥିଲା, ତାହା ଭାରତ ଆଡ଼କୁ ଆସିଛି। ହଁ, ବାଟଭଣା ହୋଇ କିମ୍ବା କୌଣସି ରଣନୀତିକ କାରଣରୁ ତାହା ଭାରତକୁ ଆସିଛି। ଆଉ ଠିକ୍ ସେହି ସମୟରେ ଆମେରିକାର ଗୋଟେ ଏଲ୍‌ପିଜି ଟ୍ୟାଙ୍କର ମଧ୍ୟ ମାଙ୍ଗାଲୋର ବନ୍ଦରରେ ଆସି ପହଞ୍ଚିଛି। ଏହାକୁ କହନ୍ତି ପ୍ରକୃତ କୂଟନୀତି। ଦେଖନ୍ତୁ, ଏକା ସାଙ୍ଗରେ ଉଭୟ ରୁଷିଆ ଏବଂ ଆମେରିକା ଦୁଇ ବିରୋଧୀ ଶକ୍ତିଙ୍କଠାରୁ ଭାରତକୁ ଇନ୍ଧନ ଯୋଗାଣ ହେଉଛି। ଏହା ଭାରତର ସଫଳ ବୈଦେଶିକ ନୀତିର ପ୍ରମାଣ। କିନ୍ତୁ ପରିସ୍ଥିତି ଏତେ ଖରାପ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଇନ୍ଧନ ସଙ୍କଟକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି। କାରଣ ଯଦି ସେହି ହର୍ମୁଜ ପ୍ରଣାଳୀ ଦୀର୍ଘଦିନ ଧରି ବନ୍ଦ ରହେ, ତେବେ ଦେଶର ଯେଉଁ ସାମରିକ ତୈଳ ଭଣ୍ଡାର ବା ଷ୍ଟ୍ରାଟେଜିକ୍ ରିଜର୍ଭ ଅଛି, ତାହା ଖୁବ୍ ଶୀଘ୍ର ଖାଲି ହୋଇଯିବ। ଠିକ୍ କଥା। ସେତେବେଳେ ବିକଳ୍ପ ବ୍ୟବସ୍ଥା କ'ଣ ହେବ, ତାହା ଚିନ୍ତା କରିବା ଜରୁରୀ। ଏହା ପ୍ରମାଣ କରୁଛି ଯେ ଆଜିର ଦୁନିଆରେ କୌଣସି ଘଟଣା କେବଳ ଗୋଟିଏ ସ୍ଥାନରେ ସୀମିତ ନାହିଁ, ଆଉ ଏହି ବ୍ୟବସ୍ଥାଗତ ଦାୟିତ୍ୱବୋଧ କେବଳ ବିଶ୍ୱସ୍ତରରେ ନୁହେଁ, ଆମର ସ୍ଥାନୀୟ ସ୍ତରରେ ବି ଦରକାର। ସେହି ସ୍ଥାନୀୟ ଦାୟିତ୍ୱବୋଧ କଥାରୁ ମୋର ମନେ ପଡ଼ିଲା, ବିଶ୍ୱସ୍ତରୀୟ ଖବରରୁ ଟିକେ ଓହରି ଆସନ୍ତୁ ଆମ ନିଜ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। SCCB ମେଡିକାଲ କଥା କହୁଛନ୍ତି କି? ହଁ, କଟକର SCB ମେଡିକାଲ କଲେଜରେ ଯେଉଁ ଅଗ୍ନିକାଣ୍ଡ ଘଟିଥିଲା, ତାପରେ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଆମ ରିପୋର୍ଟ ଅନୁସାରେ କଲେଜର ନୂଆ ଡିନ୍ ଭାବେ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡାଙ୍କୁ ଆଉ ହସ୍ପିଟାଲର ନୂଆ ସୁପ୍ରିଣ୍ଟେଣ୍ଡେଣ୍ଟ ଭାବେ ଡାକ୍ତର ଜ୍ୟୋତିଚନ୍ଦ୍ର ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ଦେଖନ୍ତୁ, ହସ୍ପିଟାଲ ଭଳି ଜାଗା ଯେଉଁଠିକୁ ଲୋକେ ନିଜର ଜୀବନ ବଞ୍ଚାଇବା ଆଶାରେ ଆସନ୍ତି, ସେଠି ନିଆଁ ଲାଗିବା କେବଳ ଗୋଟିଏ ଦୁର୍ଘଟଣା ନୁହେଁ, ଏହାକୁ ଗୋଟେ ସିଷ୍ଟେମିକ୍ ଫେଲ୍ୟୁର ବା ବ୍ୟବସ୍ଥାଗତ ବିଫଳତା କୁହାଯିବ। ହଁ, ନିଶ୍ଚିତ ଭାବରେ। ତେଣୁ ଏହି ନେତୃତ୍ୱ ପରିବର୍ତ୍ତନର ମୂଳ ଲକ୍ଷ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ଦଣ୍ଡ ଦେବା ନୁହେଁ, ବରଂ ପ୍ରଶାସନିକ ସ୍ତରରେ ଉତ୍ତରଦାୟିତ୍ୱ ଆଣିବା। ଯେତେବେଳେ ନୂଆ ଟିମ୍ ଆସେ, ସେମାନେ ସୁରକ୍ଷା ନିୟମକୁ କଡ଼ାକଡ଼ି କରନ୍ତି, ଯାହାଦ୍ୱାରା ଲୋକଙ୍କର ହସ୍ପିଟାଲ ପ୍ରତି ବିଶ୍ୱାସ ପୁଣି ଫେରିଆସେ। ଏକଦମ ଠିକ୍। ମାନେ ଗୋଟିଏ ପଟେ ଆମେ SCBର ହୋଇଥିବା ପରିବର୍ତ୍ତନ ମାଧ୍ୟମରେ ସ୍ଥିରତା ଆଣିବାର ପ୍ରୟାସ ଦେଖୁଛେ, ଆଉ ଏହି ସ୍ଥିରତା କଥା ଉଠିଛି ଯେତେବେଳେ ଦେଶର ସର୍ବୋଚ୍ଚ ରାଜନୈତିକ ସ୍ତରରୁ ଏକ ବଡ଼ ଖବର ଅଛି ଆମ ପାଖରେ। ପ୍ରଧାନମନ୍ତ୍ରୀଙ୍କ ନୂଆ ରେକର୍ଡ ବିଷୟରେ ତ? ହଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସର୍ବାଧିକ ଦିନ ଶାସନ କରିବାର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଆମ ତଥ୍ୟ ଅନୁସାରେ ଗୁଜରାଟର ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସେ ମୋଟ 8931 ଦିନ ଧରି ଶାସନ କରିଛନ୍ତି। ଏହା ତ ଏକ ବିରାଟ ମାଇଲଖୁଣ୍ଟ। ସତରେ, ସେ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍ଲିଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏତେ ବର୍ଷ ଧରି ଗୋଟିଏ ନେତୃତ୍ୱ ରହିବା ଏକ ବିରଳ ରାଜନୈତିକ ସ୍ଥିରତାକୁ ଦର୍ଶାଉଛି। କିନ୍ତୁ ଆଜିର ରିପୋର୍ଟରେ ଏସବୁ ବଡ଼ ବଡ଼ ଖବର ଭିତରେ ଏମିତି କିଛି ଖବର ବି ଅଛି, ଯାହା ଶୁଣିଲେ ମନ ବହୁତ କଷ୍ଟ ହେବ। ହଁ, ଖବରକାଗଜର ବଡ଼ ବଡ଼ ଶିରୋନାମା ପଛରେ ବେଳେବେଳେ ଏମିତି ଘଟଣା ଥାଏ, ଯାହା ଆମ ଜୀବନର ଅସ୍ଥାୟୀପଣକୁ ଦେଖାଏ। ଆଜିରେ ଦୁଇଟି ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରଥମଟି ହେଉଛି ଆନ୍ଧ୍ରପ୍ରଦେଶରୁ। ସେଠାରେ ଗୋଦାବରୀ ନଦୀରେ SRM ଏବଂ KL ବିଶ୍ୱବିଦ୍ୟାଳୟର 5 ଜଣ ଇଞ୍ଜିନିୟରିଂ ଛାତ୍ର ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ବହୁତ ଦୁଃଖଦାୟକ ଘଟଣା ଏହା। ମାତ୍ର ଗୋଟିଏ ମୁହୂର୍ତ୍ତର ଅସାବଧାନତା କିପରି 5ଟି ସତେଜ ଜୀବନ ନେଇଗଲା। ଆଉ ଦ୍ୱିତୀୟ ଘଟଣାଟି ହାଇଦ୍ରାବାଦରୁ ଆସିଛି, ଯାହା ଆହୁରି ଆଶ୍ଚର୍ଯ୍ୟଜନକ। ସେଠାରେ ଜଣେ 23 ବର୍ଷୀୟା କର୍ମଜୀବୀ ଯୁବତୀ ଆତ୍ମହତ୍ୟା କରିଛନ୍ତି କେବଳ ଏଇଥିପାଇଁ ଯେ ତାଙ୍କ ଘର ଲୋକ ତାଙ୍କ ପୋଷା ବିରାଡ଼ିଟିକୁ ଘରୁ ବିଦା କରିଦେଲେ। ଦେଖନ୍ତୁ, ଏହି ଘଟଣାଟିକୁ କେହି କେହି ସାଧାରଣ ଆତ୍ମହତ୍ୟା ଭାବି ହସି ଉଡ଼ାଇ ଦେଇପାରନ୍ତି, କିନ୍ତୁ ଏହା ଏକ ଗଭୀର ମାନସିକ ସମସ୍ୟାର ସୂଚନା ଦେଉଛି। ଏକଦମ।
ବିରାଡ଼ି ପାଇଁ ଜୀବନ ଦେବାଟା ଛୋଟ କଥା ନୁହେଁ। ହଁ, ଆଜିର ଏହି ବ୍ୟସ୍ତବହୁଳ ଆଉ ଏକାକୀ ଜୀବନଶୈଳୀରେ ଲୋକେ ଭିତରୁ ବହୁତ ଏକାକୀ ଅନୁଭବ କରୁଛନ୍ତି। ସେମାନଙ୍କ ପାଇଁ ଗୋଟିଏ ପୋଷା ଜନ୍ତୁ କେବଳ ଖେଳନା ନୁହେଁ, ତାହା ଗୋଟେ ଇମୋସନାଲ ଆଙ୍କର ହୋଇଯାଏ। ମାନେ ସେମାନେ ନିଜର ସବୁ ସୁଖ ଦୁଃଖ ସେହି ଜୀବ ସାଙ୍ଗରେ ବାଣ୍ଟନ୍ତି। ବିଲକୁଲ। ଯେତେବେଳେ ପରିବାରର ଲୋକମାନେ ସେହି ସମ୍ପର୍କର ଗଭୀରତାକୁ ନ ବୁଝି ତାକୁ ଛିନ୍ନ କରିଦିଅନ୍ତି, ସେତେବେଳେ ମଣିଷ ପୁରା ଭାଙ୍ଗି ପଡ଼େ। ଏହି ଘଟଣା ପ୍ରମାଣ କରୁଛି ଯେ ଆମ ସମାଜରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଏବେ ବି କେତେ ଉଦାସୀନତା ରହିଛି। ଆପଣ ବହୁତ ବଡ଼ କଥା କହିଲେ। ଗୋଟିଏ ପଟେ ଏସ୍ଏସ୍ସିବିରେ ଲୋକଙ୍କର ଶାରୀରିକ ଜୀବନ ବଞ୍ଚାଇବା ପାଇଁ ବ୍ୟବସ୍ଥା ବଦଳୁଛି, ଆଉ ଅନ୍ୟପଟେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଅବହେଳା କାରଣରୁ ଏମିତି ଜୀବନ ଚାଲିଯାଉଛି। ଶାରୀରିକ ସ୍ୱାସ୍ଥ୍ୟ ଯେତିକି ଜରୁରୀ, ମାନସିକ ସ୍ୱାସ୍ଥ୍ୟ ବି ସେତିକି ଜରୁରୀ। ଯଦି ଆମେ ଆଜିର ସମ୍ପୂର୍ଣ୍ଣ ଆଲୋଚନାକୁ ଏକାଠି କରି ଦେଖିବା, ତେବେ ଗୋଟିଏ କଥା ସ୍ପଷ୍ଟ ଜଣାପଡ଼ୁଛି। ପରିବେଶର ଜଳବାୟୁ ହେଉ, ବିଶ୍ୱ ରାଜନୀତିର ଯୁଦ୍ଧ ହେଉ କିମ୍ବା ଆମ ସମାଜର ମାନସିକ ସ୍ଥିତି, ସବୁଠି ଏକ ପ୍ରକାରର ଅସ୍ଥିରତା ଲାଗି ରହିଛି। ଆଉ ଏହି ଅସ୍ଥିରତା ହିଁ ଏବେ ଆମର ନୂଆ ନର୍ମାଲ ହୋଇଯାଇଛି। ଠିକ୍ କହିଲେ। ଆଜିର ତଥ୍ୟଗୁଡ଼ିକରୁ ଆମେ ବୁଝିଲେ ଯେ ଆଗାମୀ ସପ୍ତାହ, ବିଶେଷ କରି ମାର୍ଚ୍ଚ 26ରୁ 28 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଅତ୍ୟନ୍ତ ସତର୍କତାର ସମୟ। ରବି ଫସଲ ଆଉ ନିଜକୁ ସୁରକ୍ଷିତ ରଖିବା ପ୍ରଥମ କାମ। ଆଉ ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ, ଯାହାକି ହର୍ମୁଜ ପ୍ରଣାଳୀରେ ବାଧା ସୃଷ୍ଟି କରୁଛି, ତାହା ଆଗାମୀ ଦିନରେ ଆମର ଦୈନନ୍ଦିନ ଖର୍ଚ୍ଚ ଉପରେ ବିରାଟ ପ୍ରଭାବ ପକାଇପାରେ। ଆଲୋଚନାକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଏକ ନୂଆ ଦିଗ ଉପରେ ଟିକେ ଚିନ୍ତା କରିବା। ନିଶ୍ଚୟ। ସେହି ଦିଗଟି କ'ଣ? ଦେଖନ୍ତୁ, ଜଳବାୟୁ ପରିବର୍ତ୍ତନ କାରଣରୁ ଜେଟ୍ ଷ୍ଟ୍ରିମ୍ର ଗତି ବଦଳି ମାର୍ଚ୍ଚ ମାସରେ ଓଡ଼ିଶାରେ ଟର୍ନାଡୋ ଆସୁଛି। ଆଉ ସେପଟେ ହଜାର ହଜାର ମାଇଲ ଦୂରରେ ହେଉଥିବା ଯୁଦ୍ଧ ନିର୍ଦ୍ଧାରଣ କରୁଛି ଯେ ଆମ ଗାଁରେ ଚାଲୁଥିବା ଟ୍ରାକ୍ଟରର ତେଲ ଦାମ କେତେ ହେବ। ଏଭଳି ସ୍ଥିତିରେ କ'ଣ ଆମେ ଏମିତି ଏକ ଯୁଗରେ ପ୍ରବେଶ କରୁନାହୁଁ କି ଯେଉଁଠି ସ୍ଥାନୀୟ ବା ଲୋକାଲ ଏବଂ ବିଶ୍ୱସ୍ତରୀୟ ବା ଗ୍ଲୋବାଲ ସମସ୍ୟା ଭିତରେ ଆଉ କୌଣସି ଫରକ ନାହିଁ? ଏହା ଏକ ବହୁତ ଗଭୀର ଚିନ୍ତାଧାରା। ଯେତେବେଳେ ବିଶ୍ୱର ଯୋଗାଣ ଶୃଙ୍ଖଳା ଏତେ ଅସ୍ଥିର, ସେତେବେଳେ କ'ଣ ଆଗାମୀ ଦିନରେ କେବଳ ଆତ୍ମନିର୍ଭରଶୀଳତା ହିଁ ବଞ୍ଚିବାର ଏକମାତ୍ର ବାଟ ହେବ? ଯଦି ବାହାର ଦୁନିଆର ସମସ୍ୟା ଆସି ସିଧା ଆମ ଦ୍ୱାରଦେଶରେ ଛିଡ଼ା ହେଉଛି, ତେବେ ନିଜ ଅର୍ଥନୀତିକୁ ସ୍ୱାବଲମ୍ବୀ କରିବା ଛଡ଼ା ଆମ ପାଖରେ ଆଉ କିଛି ବିକଳ୍ପ ଅଛି କି? ସମସ୍ତଙ୍କ ପାଇଁ ଏହା ଏକ ଚିନ୍ତା କରିବାର ବିଷୟ। ଏକଦମ ସତ୍ କଥା। ନିଜର ପ୍ରସ୍ତୁତି ଆଉ ନିର୍ଭରଶୀଳତା କମାଇବା ହିଁ ଆଗାମୀ ଭବିଷ୍ୟତର ମୂଳମନ୍ତ୍ର ହେବ। ଠିକ୍ ଅଛି। ଆଜିର ଏହି ଗଭୀର ବିଶ୍ଳେଷଣରୁ ମିଳିଥିବା ତଥ୍ୟଗୁଡ଼ିକ ଆଗାମୀ ସପ୍ତାହ ପାଇଁ ପ୍ରସ୍ତୁତ ରହିବାରେ ସମସ୍ତଙ୍କୁ ସାହାଯ୍ୟ କରିବ ବୋଲି ଆମର ଆଶା। ପରିବର୍ତ୍ତିତ ପାଣିପାଗ ଏବଂ ବିଶ୍ୱର ଘଟଣାବଳୀ ପ୍ରତି ସଜାଗ ରହିବା ନିହାତି ଦରକାର। ପରବର୍ତ୍ତୀ ବିଶ୍ଳେଷଣରେ ଏମିତି ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆମେ ପୁଣି ଫେରିବୁ।